Hello everyone, welcome back to our LCG Competitive Academy. ଚାଲ ଆଜିର ଟପିକକୁ ଯିବା। ଆଜିର ଟପିକ ଯେମିତି ଦେଖିପାରୁଥିବ ଯେ ଆଜିକାଲି ଟପିକ ହେଉଛି ସକ୍ସେସ୍ ଅଫ୍ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ୍। ତାମାନେ କୋଉ ସୋର୍ସରୁ ବା କୋଉ ଦେଶରୁ ଇଣ୍ଡିଆ ବରୋ କରୁଛି ସେ ବିଷୟରେ ଆମେ ପଢ଼ିବା। ଯେମିତି ଏଇଠି ଦେଖିପାରୁଥିବ ଯେ ଡିଫରେଣ୍ଟ କଣ୍ଟ୍ରିରୁ ଆମ ଇଣ୍ଡିଆ ବରୋ କରିଛି ବା ସେମାନଙ୍କଠୁ ଆଇଡ଼ିଆ ସବୁ ବରୋ କରିଛି। ଆଉ ସେଇ ଭିତରୁ ଲିଷ୍ଟ କେତେ ଗୁଡ଼ିଏ ଦେଶ ଲିଷ୍ଟ ଦିଆଯାଇଛି। ସେଗୁଡ଼ିକ ହେଉଛି ୟୁକେ, ୟୁଏସ୍ଏ, ଆୟାରଲାଣ୍ଡ, କାନାଡ଼ା, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ, ଜାପାନ, ସାଉଥ ଆଫ୍ରିକା, ୟୁଏସ୍ଏସ୍ଆର୍ ବା ରୁଷିଆ। ତ ଯେତେବେଳେ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ୍କୁ ବନା ହେଲା ସେତେବେଳେ କନଷ୍ଟିଟ୍ୟୁସନ୍ ଆସେମ୍ବଲି ଆଗରେ ବହୁତ ବଡ଼ ଡିଫିକଲ୍ଟ ଚ୍ୟାଲେଞ୍ଜ, ମାନେ କେମିତି ଗୋଟେ ଫ୍ଲେକ୍ସିବୁଲ୍ ବାଲାନ୍ସ କନଷ୍ଟିଟ୍ୟୁସନ୍କୁ ବନେଇବା ପାଇଁ ଗୋଟେ ଚ୍ୟାଲେଞ୍ଜ ଥିଲା। ବା ଭଲ ଭଲ ଆଇଡ଼ିଆକୁ ଆଣିକି ଅଲଗା ଦେଶରୁ ଆଣିକି ଆମ କନଷ୍ଟିଟ୍ୟୁସନ୍କୁ ବନେଇଛନ୍ତି। ତେଣୁକି ସେମାନେ ଡିଫରେଣ୍ଟ କଣ୍ଟ୍ରିରୁ ବରୋ କରିଛନ୍ତି। ତ ଚାଲ ଗୋଟେ ଆମେ ଦେଶକୁ ଯିବା। ତ ଦେଶକୁ ଯିବା ଆଗରୁ ଆମେ ଏମିତି ପଢ଼ିବା ଯେମିତି ଥରେ ପଢ଼ିବା ମଞ୍ଜି ଜିନିଷ ପଢ଼ିବା, ଯେମିତି ଲଙ୍ଗ୍ ଲାଇଫ୍ ମାନେ ମନେ ରହିଯିବ। ବୁଝିଲା? ତ ଚାଲ ଗୋଟେ ଦେଶକୁ ଯିବା। ତ ଫାଷ୍ଟ ଆମେ ଦେଖିବା ୟୁକେ କଥା ଚିନ୍ତା କରିବା। ମୋତେ କୁହ ପିଲାମାନେ, ଯେତେବେଳେ ଆମ କନଷ୍ଟିଟ୍ୟୁସନ୍କୁ ବନା ହେଲା ବା 1946 ରୁ 1949 ପର୍ଯ୍ୟନ୍ତ ଆମ ଦେଶର ଫାଷ୍ଟ କିଏ ଥିଲା ରେ ପିଲାମାନେ? ନା ଫାଷ୍ଟ ହେଉଛି ୟୁକେ ବା ବ୍ରିଟିଶ ଥିଲା ବା ଇଂରେଜ ମାନେ ଥିଲେ। ତେଣୁକି ଯେତେବେଳେ କନଷ୍ଟିଟ୍ୟୁସନ୍ ବନା ହେଲା, ବୁଝିଲା, ଯେତେବେଳେ କନଷ୍ଟିଟ୍ୟୁସନ୍ ବନା ହେଲା ସେତେବେଳେ କିଏ ଥିଲା? ନା ବ୍ରିଟିଶ ବା ୟୁକେ ଥିଲା। ତ ସେଇଥିପାଇଁ ଦେଖ ପିଲାମାନେ, ଏଠି କ'ଣ ହେଇଛି ନା ବେସ୍ ଜିନିଷ ପାର୍ଲାମେଣ୍ଟର ବା କନଷ୍ଟିଟ୍ୟୁସନ୍ର ବେସ୍ କହିଲେ କି ମାନେ କନଷ୍ଟିଟ୍ୟୁସନ୍କୁ କେଉଁଠି ବନା ହୁଏ? ନା ପାର୍ଲାମେଣ୍ଟରେ ବନା ହୁଏ, ହଁ କି ନାହିଁ? ତ ପାର୍ଲାମେଣ୍ଟରେ ଦେଖ, ପାର୍ଲାମେଣ୍ଟ ଫାଷ୍ଟ ସେଟା ହେଉଛି ବେସ୍ ଜିନିଷ। ପାର୍ଲାମେଣ୍ଟଟା କ'ଣ ହେଉଛି ନା କନଷ୍ଟିଟ୍ୟୁସନ୍ର ବେସ୍ ଜିନିଷ। ସେଇ କନଷ୍ଟିଟ୍ୟୁସନ୍ଟା ବନେଇବା ପାଇଁ ପାର୍ଲାମେଣ୍ଟ ଦରକାର। ତେଣୁକି ଦେଖ ପିଲାମାନେ, ୟୁକେରୁ କାହିଁକି ବରୋ କରାଯାଇଛି? ନା ୟୁକେ ସେତେବେଳେ ଆମ ଇଣ୍ଡିଆରେ ଥିଲା। କନଷ୍ଟିଟ୍ୟୁସନ୍ ବନିଲା ସମୟରେ ଆମ ଇଣ୍ଡିଆରେ ୟୁକେ ଥିଲା ବା ସେମାନେ ଶାସନ କରୁଥିଲେ। ବୁଝିହେଲା? ତେଣୁକି ଆମ ଇଣ୍ଡିଆନ୍ ମାନେ ବି ସେଇଥିପାଇଁ ସେଇଠୁ ହିଁ ଏଇ ବେସ୍ ଜିନିଷଟାକୁ ଫଲୋ କରିଛନ୍ତି। ଯେମିତି ପାର୍ଲାମେଣ୍ଟାରୀ ଫର୍ମ ଅଫ୍ ଗଭର୍ଣ୍ଣମେଣ୍ଟ, ମାନେ ପାର୍ଲାମେଣ୍ଟଟାକୁ ସେମାନେ ହିଁ ବନେଇଥିଲେ, ବ୍ରିଟିଶ ମାନେ ହିଁ ବନେଇଥିଲେ। ତ ପାର୍ଲାମେଣ୍ଟରେ କ'ଣ ରହୁଛି? ଅପର ହାଉସ୍, ଲୋୟର ହାଉସ୍ ବା ଲୋକସଭା ଆଉ ରାଜ୍ୟସଭା, ହଁ କି ନାହିଁ? ପୁଣି ରାଜ୍ୟସଭାରେ କିଏ ରହୁଥିଲେ? ବା ଲୋକସଭା ବା ରାଜ୍ୟସଭାରେ କେଉଁମାନେ ରହନ୍ତି? ମାନେ ଏମ୍ପି ମାନେ ରହନ୍ତି। କେଉଁମାନେ ରହନ୍ତି? ଏ ଡିବେଟ୍ରେ କେଉଁମାନେ ଭାଗ ନିଅନ୍ତି? ଏମ୍ପି ମାନେ। ଆଉ ସେମାନଙ୍କୁ କଣ୍ଟ୍ରୋଲ କରିବା ପାଇଁ ପାର୍ଲାମେଣ୍ଟ ପ୍ରିଭିଲେଜ ରହୁଛି। ବୁଝିଲା? ହଁ କି ନାହିଁ? ପାର୍ଲାମେଣ୍ଟାରୀ ପ୍ରିଭିଲେଜ, ଏଇ ପାର୍ଲାମେଣ୍ଟ ପ୍ରିଭିଲେଜଟା ଟିକେ ପରେ ଡିସ୍କସନ୍ କରିବା ଯେ, କାହିଁକିନା ବହୁତ ଜିନିଷ ପାର୍ଲାମେଣ୍ଟାରୀ ପ୍ରିଭିଲେଜରେ ଅଛି। ତେଣୁକି ଏଇଟା ଟିକେ ପରେ ଟିକେ ଡିସ୍କସନ୍ କରିବା, ୟା ଡିଟେଲ୍ ଟିକେ ଡିସ୍କସନ୍ କରିବା। ବୁଝିଲା? ତାପରେ ଆସିଲା ଏଇ ଏମ୍ପି ମାନଙ୍କୁ। ଆମ ପାର୍ଲାମେଣ୍ଟଟା କେଉଁ ଟାଇପ୍ର ସିଷ୍ଟମ୍? ନା କ୍ୟାବିନେଟ୍ ସିଷ୍ଟମ୍। ମାନେ ଏମ୍ପି ମାନେ ରୁହନ୍ତି ଆଉ ଏମ୍ପିର ମୁଖିଆ କିଏ? ବା ଯେଉଁଟାକି ପିଏମ୍, ତାଙ୍କର ହେଡ୍ ବା ଏମ୍ପି ମାନଙ୍କର ହେଡ୍ ହେଉଛି ପିଏମ୍। ତାଙ୍କ ଦ୍ୱାରା ହିଁ ଆମ ଦେଶ ଚାଲୁଛି ବା ସେଇ କ୍ୟାବିନେଟ୍ ସିଷ୍ଟମ୍ର କ୍ୟାବିନେଟ୍ ସିଷ୍ଟମ୍ରେ ଏମ୍ପି ମାନେ ରହନ୍ତି ଆଉ ଏମ୍ପିର ମୁଖିଆ ବା ପିଏମ୍, ପ୍ରଧାନମନ୍ତ୍ରୀ ରହନ୍ତି। ସେଇ ଟାଇପ୍ର ଷ୍ଟେଟ୍ ଲେଜିସ୍ଲେଟିଭ୍ ପ୍ରୋସିଡ଼ିଓର, ଯେମିତି ସେଣ୍ଟ୍ରାଲ ପାର୍ଲାମେଣ୍ଟ ରହିଲା, ସେଇ ଟାଇପ୍ର ଷ୍ଟେଟ୍ର ଲେଜିସ୍ଲେଟିଭ୍ ପ୍ରୋସିଡ଼ିଓର ରହିଲା। ବୁଝିଲା? ପୁଣି ପାର୍ଲାମେଣ୍ଟ ହଉ କିମ୍ବା ଲେଜିସ୍ଲେଟିଭ୍ ହଉ, ସେଥିରେ କେମିତି ଲ ମେକିଂ ପ୍ରୋସିଡ଼ିଓର ଦ୍ୱାରା ଗୋଟେ ବିଲ୍ଟାକୁ ଆମେଣ୍ଡମେଣ୍ଟ କରାହେବ
ସେ ବିଷୟରେ ମଧ୍ୟ ସେଇ ପାର୍ଲାମେଣ୍ଟରେ ବା ଲେଜିସ୍ଲେଟିଭରେ ଚର୍ଚ୍ଚା କରାହୁଏ। ତେଣୁକି ସେଇଟା ସେଇଥିପାଇଁ ରୁଲ୍ ଅଫ୍ ଲ ବା ଲ ମେକିଂ ପ୍ରୋସିଡିଓର ସେଇଠି ରହୁଛି। ବୁଝିଲା? ତାପରେ ଯେମିତି ଇଂଲଣ୍ଡରେ ସିଙ୍ଗଲ ସିଟିଜେନସିପ୍ ରହୁଛି। ବୁଝିଲା? ତ ସେଇଥିପାଇଁ ସେ ସିଙ୍ଗଲ ସିଟିଜେନଟାକୁ ବି ୟୁକେରୁ ନିଆଯାଇଛି। ବୁଝିଲା? ଯେମିତି କହିଲି ଏମ୍ପି ମାନଙ୍କର ହେଡ୍ କିଏ? ନା ପିଏମ୍ ବା ପ୍ରାଇମ୍ ମିନିଷ୍ଟର। ତେଣୁକି ସେ ୟୁକେରୁ ବଡ଼ କରାଯାଇଛି ପୋଷ୍ଟ ଅଫ୍ ପ୍ରାଇମ୍ ମିନିଷ୍ଟର। ବୁଝିଲା? ବୁଝିଲା? ଯେହେତୁ ଆମ ଇଣ୍ଡିଆର ପିଏମ୍ ହେଉଛି ଫୁଲ୍ ସୁପର ପାୱାର, ହଁ କି ନାହିଁ? ତ ତାକୁ ନିଜର ଆୟତ୍ତକୁ ରଖିବା ପାଇଁ ବା ମନମୁଖୀ ଯେମିତି ନ କରେ ସେଥିପାଇଁ ତାଠୁ ପୁଣି ସୁପର ପାୱାର ଆଉ ଜଣକୁ ରଖାଯାଇଛି, ଯେଉଁଟାକି ପ୍ରେସିଡେଣ୍ଟ ବା ସେମାନେ ପ୍ରେସିଡେଣ୍ଟକୁ ନୋମିନାଲ ହେଡ୍ ଟାଇପ୍ର ରଖୁଛି। ମାନେ କ'ଣ କହିବି, ଗୋଟେ ପ୍ରେସିଡେଣ୍ଟକୁ ଖାଲି ନୋମିନାଲ ହେଡ୍ ରଖିଛନ୍ତି। ବୁଝିଲା? ମାନେ ଏଇଟା ଥିଲା ମାନେ ଇଂଲଣ୍ଡରୁ କ'ଣ ଆସିଛି ନା ବେଷ୍ଟ ଜିନିଷ। ଆଉଥରେ କହୁଛି ୟୁକେରୁ କ'ଣ ଆସିଛି ନା ବେଷ୍ଟ ଜିନିଷ। ବେଷ୍ଟ ଜିନିଷଟା କ'ଣ? ପାର୍ଲାମେଣ୍ଟାରୀ ଫର୍ମ ଅଫ୍ ଗଭର୍ଣ୍ଣମେଣ୍ଟ। ପାର୍ଲାମେଣ୍ଟରେ କିଏ ପାର୍ଲାମେଣ୍ଟରେ ଦୁଇଟା ହାଉସ୍ ଅଛି, ଅପର ହାଉସ୍ ଲୋୟର ହାଉସ୍ ବା ଲୋକସଭା ରାଜ୍ୟସଭା, ହଁ କି ନାହିଁ? ପୁଣି ଏଇ ପାର୍ଲାମେଣ୍ଟରେ କେଉଁମାନେ ରହନ୍ତି ନା ଏମ୍ପି ମାନେ। ଏମ୍ପି ମାନଙ୍କର ମୁଖ୍ୟ କିଏ? ପ୍ରାଇମ୍ ମିନିଷ୍ଟର। ପ୍ରାଇମ୍ ମିନିଷ୍ଟର ଆହୁରି ତାଠୁ ବଡ଼ ପୋଷ୍ଟ କିଏ ଅଛନ୍ତି? ପ୍ରେସିଡେଣ୍ଟ। ଏମାନେ ଏ ପ୍ରାଇମ୍ ମିନିଷ୍ଟର ବା କାର୍ଯ୍ୟକୁ ଠିକ୍ ଭାବରେ ବା ସେମାନଙ୍କୁ ଠିକ୍ ରୁଲ୍ ରେଗୁଲେସନରେ କାର୍ଯ୍ୟ କରିବା ପାଇଁ ବା ସେମାନଙ୍କୁ କ'ଣ କ'ଣ ସବୁ ଦାୟିତ୍ୱ ଦିଆଯାଇଛି ସେ ବିଷୟରେ ଇଏ କରିବା ପାଇଁ ପାର୍ଲାମେଣ୍ଟାରୀ ପ୍ରିଭିଲେଜ୍ ଅଛି। ଆମ ଯେହେତୁ କ୍ୟାବିନେଟ୍ ସିଷ୍ଟମରେ ଯେମିତି ଏମ୍ପି ମାନେ ରହୁଛନ୍ତି, ଏମ୍ପି ମାନେ ପୁଣି ସେଥିରେ ପିଏମ୍ ବି ରହୁଛନ୍ତି। ବୁଝିଲା? ତ ରାଜ୍ୟ ପାଇଁ ଲେଜିସ୍ଲେଟିଭ ରହୁଛି ବା ସେଣ୍ଟ୍ରାଲ ପାଇଁ ପାର୍ଲାମେଣ୍ଟ ରହୁଛି। ସେଇଥିପାଇଁ ସେମାନେ କେମିତି ଠିକ୍ ୱେରେ କାର୍ଯ୍ୟକାରୀ ହେବ ସେଇ ହିସାବରେ ମାନେ ଲେଜିସ୍ଲେଟିଭ ପ୍ରୋସିଡିଓର ରହୁଛି। ପୁଣି ଆଉ ଷ୍ଟେଟ୍ରେ ଯେଉଁ ବିଲ୍ ଗୁଡ଼ା ଆଗତ ହୁଏ ବା ବିଲ୍କୁ କେମିତି ଆଇନରେ କନଭର୍ଟ ହେବ ସେ ବିଷୟରେ ଏଇ ଲ ମେକିଂ ପ୍ରୋସିଡିଓରେ ରହୁଛି। ବୁଝିଲା? ତ ଏତେ ଥିଲା ମାନେ ୟୁକେରୁ। ତ କେମିତି ମନେ ରଖିବ ସେଇଟା? କେମିତି ମନେ ରଖିବ ଏଇଟା ତ ଡିଟେଲ ମୁଁ କହିଲି ଯେ ପାର୍ଲାମେଣ୍ଟାରୀ ଫର୍ମ, ପାର୍ଲାମେଣ୍ଟରେ ଲୋକସଭା ରାଜ୍ୟସଭା ରହୁଛି। ରାଜ୍ୟସଭା ଲୋକସଭାରେ କିଏ ରହୁଛନ୍ତି ନା ଏମ୍ପି ମାନେ ରହୁଛନ୍ତି। ଏମ୍ପି ମାନଙ୍କର ହେଡ୍ କିଏ? ପ୍ରଧାନମନ୍ତ୍ରୀ। ପୁଣି ତାଠୁ ସୁପର ପାୱାର କିଏ ଅଛନ୍ତି? ପ୍ରେସିଡେଣ୍ଟ। ବୁଝିଲା? ପୁଣି ପାର୍ଲାମେଣ୍ଟରେ କେମିତି ବିଲ୍ ଆଗତ ହୁଏ ବା ଲ ମେକିଂ ପ୍ରୋସିଡିଓର ସେଇଭଳିଆ ଷ୍ଟେଟ୍ରେ ସେଇଭଳିଆ ଲେଜିସ୍ଲେଟିଭ ପ୍ରୋସିଡିଓର ହୋଲ୍ ସିଷ୍ଟମଟାକୁ କ୍ୟାବିନେଟ୍ ସିଷ୍ଟମରେ କୁହାଯାଏ। ପୁଣି ଏଇ ଏମ୍ପି ମାନଙ୍କର କାର୍ଯ୍ୟକାରିତା ଦକ୍ଷତା ବୃଦ୍ଧି କରିବା ପାଇଁ ପାର୍ଲାମେଣ୍ଟାରୀ ପ୍ରିଭିଲେଜ୍ ରହୁଛି। ତ ଚାଲ ଏତେ ସବୁ ବୁଝି ହେଇଯାଇଥିବ, କିନ୍ତୁ ପାର୍ଲାମେଣ୍ଟ ପ୍ରିଭିଲେଜଟା ଟିକେ ଦେଖିଦେବା। ବୁଝିଲା? ତ ପାର୍ଲାମେଣ୍ଟାରୀ ପ୍ରିଭିଲେଜଟା କ'ଣ? ନା ପାର୍ଲାମେଣ୍ଟ ପ୍ରିଭିଲେଜ ହେଉଛି ଯେଉଁ ଏମ୍ପି ମାନେ ଯେଉଁ ରହୁଛନ୍ତି ଲୋକସଭା ବା ରାଜ୍ୟସଭାରେ ସେମାନଙ୍କୁ ସ୍ପେଶାଲ ରାଇଟ୍ ଦିଆହେଉଛି ବା ସେମାନଙ୍କୁ ଇମ୍ୟୁନିଟି ପାୱାର ଦିଆହେଉଛି। ବୁଝିଲା? ଯେଉଁଥିରେ ଜଣେ ଏମ୍ପି ଫ୍ରିଲି ସେମାନେ ଡିବେଟ୍ କରିପାରିବେ। ବୁଝିଲା? ଏଠି ଡେଫିନେସନ୍ ଲେଖାଯାଇଛି ସ୍ପେଶାଲ ରାଇଟ୍ ଇମ୍ୟୁନିଟି ଏକ୍ସେମ୍ପସନ୍ସ ଗିଭେନ୍ ଟୁ ଏମ୍ପି ବା ମେମ୍ବର ଅଫ୍ ପାର୍ଲାମେଣ୍ଟ so that they can perform freely and without fear. ସେଇ ଭିତରୁ ମେନ୍ ପାର୍ଲାମେଣ୍ଟ ପ୍ରିଭିଲେଜ୍ ହେଉଛି ଫ୍ରିଡମ୍ ଅଫ୍ ସ୍ପିଚ୍ ଇନ୍ ପାର୍ଲାମେଣ୍ଟ, ଇମ୍ୟୁନିଟି ଫ୍ରମ୍ କୋର୍ଟ ପ୍ରୋସିଡିଂ, ନ ଲିଗାଲ ଆକ୍ସନ୍ ଫର୍ ଏନିଥିଙ୍ଗ ସେଡ୍। ମାନେ ଏମ୍ପି ମାନେ ଯେଉଁ ପାର୍ଲାମେଣ୍ଟରେ ଯେଉଁ ଡିବେଟ୍ରେ ଭାଗ ନିଅନ୍ତି ସେତେବେଳେ ଲିଗାଲ ଆକ୍ସନ୍ ସେମାନଙ୍କ ପ୍ରତି ମାନେ ଲିଗାଲ ଆକ୍ସନ୍ ନିଆଯାଇପାରିବନି। ସେମାନେ ଯାହା ବି କୁହନ୍ତି, ଯାହା ବି ସେ ଡିବେଟ୍ରେ ମାନେ ଚର୍ଚ୍ଚା କରିବେ ତାଙ୍କ ପ୍ରତି କୌଣସି ଲିଗାଲ ଆକ୍ସନ୍ ନିଆଯାଇପାରିବନି। ପୁଣି ଫ୍ରିଡମ୍ ଫ୍ରମ୍ ଆରେଷ୍ଟ, କୌଣସି ଏମ୍ପିକୁ ଆରେଷ୍ଟ କରାଯାଇପାରିବନି ଡ୍ୟୁରିଂ 40 days ବିଫୋର ଏବଂ ଆଫ୍ଟର ସେସନ୍। ମାନେ 40 days
ସେସନ୍‌ର 40 ଦିନ ପୂର୍ବରୁ ବା ପରେ ସେମାନଙ୍କୁ କେବେ କୌଣସି ସିଭିଲ୍ କେସ୍‌ରେ ଆରେଷ୍ଟ କରାଯାଇପାରିବନି। ରାଇଟ୍ ଟୁ ପବ୍ଲିଶ, ଡିବେଟ୍ ଆଣ୍ଡ ପ୍ରୋସିଡିଂ, ରାଇଟ୍ ଟୁ ପନିଶ ଫର୍ କଣ୍ଟେମ୍ପ୍ଟ। ଯଦି ପାର୍ଲାମେଣ୍ଟରେ ସେମାନେ ବିଶୃଙ୍ଖଳା କରନ୍ତି, ତେବେ ପାର୍ଲାମେଣ୍ଟ କ୍ୟାନ୍ ପନିଶ ଏନିୱାନ୍ ଫର୍ ଡିସରେସ୍ପେକ୍ଟ ଅର୍ ଅବଷ୍ଟ୍ରକ୍ସନ୍। ବୁଝିହେଲା? ଯଦି କୌଣସି ଏମ୍ପି ସେ ପାର୍ଲାମେଣ୍ଟ ସେସନ୍ ଭିତରେ ବା ପାର୍ଲାମେଣ୍ଟ ଭିତରେ କୌଣସି ଡିସରେସ୍ପେକ୍ଟ ବା ଅବଷ୍ଟ୍ରକ୍ସନ୍ କରନ୍ତି, ତାହେଲେ ବାଚସ୍ପତି ସେମାନଙ୍କୁ ଦଣ୍ଡ ଦେବାର ପ୍ରୋବିଧାନ ରହିଛି। ବୁଝିହେଲା? ତ ଏଇ ପାର୍ଲାମେଣ୍ଟାରୀ ପ୍ରିଭିଲେଜଟା ସେଣ୍ଟ୍ରାଲ ପାଇଁ ଆର୍ଟିକଲ 105 ରେ ଲେଖା ହେଇଛି। ଆର୍ଟିକଲ 105 ଅନୁସାରେ ପାର୍ଲାମେଣ୍ଟ ପ୍ରିଭିଲେଜଟାକୁ ରଖା ହେଇଛି। ସେଭଳିଆ ଷ୍ଟେଟ୍‌ରେ ଆର୍ଟିକଲ 194 ପ୍ରିଭିଲେଜ ଅଫ୍ ଷ୍ଟେଟ୍ ଲେଜିସ୍ଲେଚର। ବୁଝିହେଲା? ତ ଏ ତ ଥିଲା ମାନେ ପାର୍ଲାମେଣ୍ଟାରୀ ପ୍ରିଭିଲେଜଟା କ'ଣ। ତ ଚାଲ ଆଉ ଗୋଟେ ଦେଶକୁ ଯୋଉଥିରେ କି ଇଣ୍ଡିଆନ୍ କନଷ୍ଟିଟ୍ୟୁସନ୍ ବର କରାଯାଇଛି। ତ ସେଇ ଭିତରୁ ଆଉ ଗୋଟେ ହେଉଛି କାନାଡ଼ା। ଅଣାହେଇଛି। ଦେଖ, ଫାର୍ଷ୍ଟ ସ୍କିମ୍ ଅଫ୍ ଫେଡେରେସନ୍ ଅଫ୍ ୱିଥ୍ ଏ ଷ୍ଟ୍ରଙ୍ଗ ସେଣ୍ଟର। ତାପରେ ଡିଷ୍ଟ୍ରିବ୍ୟୁସନ୍ ଅଫ୍ ପାୱାର ବିଟୱିନ୍ ଦି ସେଣ୍ଟର ଆଣ୍ଡ ଷ୍ଟେଟ୍। ଆଉ ଗୋଟେ କ'ଣ ନା ପ୍ଲେସିଂ ରେସିଡୁଆଲ ପାୱାର ୱିଥ୍ ଦି ସେଣ୍ଟର। ଆଉ ଗୋଟେ ଆପଏଣ୍ଟମେଣ୍ଟ ଅଫ୍ ଗଭର୍ଣ୍ଣର ବାଇ ଦି ସେଣ୍ଟର। ଆଉ ଗୋଟେ ଏଡଭାଇଜରି ଜୁରିଡିକ୍ସନ୍ ଅଫ୍ ଦି ସୁପ୍ରିମ କୋର୍ଟ। ତାମାନେ ପ୍ରେସିଡେଣ୍ଟ କ୍ୟାନ୍ ସିକ୍ ସୁପ୍ରିମ କୋର୍ଟସ୍ ଓପିନିଅନ୍ ଆର୍ଟିକଲ 143 ଅନୁସାରେ। ଯଦି କୌଣସି ମ୍ୟାଟର ଉପରେ ପ୍ରେସିଡେଣ୍ଟ କୌଣସି ଯଦି ଡାଉଟ୍ ହୁଏ, ତେବେ ସେ ଆଡ଼ଭାଇସ୍ ନେଇପାରିବେ ଫ୍ରମ୍ କୋଉଠି ନା ସୁପ୍ରିମ କୋର୍ଟରୁ ଆର୍ଟିକଲ 143 ଅନୁସାରେ। ବୁଝିଲା? ତ ଏଇଠି ଥିଲା କାନାଡ଼ାରୁ କ'ଣ ସବୁ ବର କରାଯାଇଛି। କିନ୍ତୁ ଆମେ ୟାକୁ ମନେ ରଖିବା କେମିତି, ସେଇଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ। କାହିଁକି ନା ଆମେ ଥରେ ପଢ଼ିବା, ଥରେ ଦେଖିବା ଭିଡ଼ିଓଟାକୁ, କିନ୍ତୁ ଯେମିତି ଲଙ୍ଗ ଲାଇଫ୍ ମାନେ ମନେ ରଖିବା, ସେଇଥିପାଇଁ ହିଁ ମାନେ ଏଇ ଭିଡ଼ିଓଟା କରାହେଇଛି। ବୁଝିଲା? ଯେମିତି ଥରେ ଦେଖିବ କିନ୍ତୁ ମନେ ରଖିବ ଲାଇଫ୍ ଟାଇମ୍ ପାଇଁ। ତ ଚାଲ ଟିକେ ଏଇଠି ଟିକେ ତେଢ଼ା କରି ଆମକୁ ଟିକେ ଦେଖିବାକୁ ପଡ଼ିବ, ଭଲ କି ଟିକେ ନଜର ଦେଖିବା। ଆଚ୍ଛା କୁହ ପିଲାମାନେ, ଏ କାନାଡ଼ା ଏଇସବୁ ଯେତେ ସବୁ ଏଇ ଯେଉଁ 1 2 3 4 5 ଯେଉଁ 5ଟା ଯେଉଁ ଇଣ୍ଡିଆ ବର କରିଛି, ଟିକେ କେୟାରଫୁଲି ଦେଖ ପିଲାମାନେ। ଏଇ କାନାଡ଼ାରେ ଫାର୍ଷ୍ଟ ସି ଅକ୍ଷର ଅଛି, ଏନ୍ ବି ଅଛି, ମାନେ କାନାଡ଼ା ମାନେ ସେଣ୍ଟର କାନାଡ଼ା ଏଇ ୱିଥ୍ ପାଖାପାଖି ମାନେ କି ଉଚ୍ଚାରଣ ବି ହେଉଛି ବା ଲେଟର ଗୁଡ଼ା ବି ପାଖାପାଖି ଅଛି। ତେଣୁକି ଏଠି ଦେଖ ପିଲାମାନେ, ଷ୍ଟ୍ରଙ୍ଗ ସେଣ୍ଟର। ଏଠି ବି ଦେଖ ଡିଷ୍ଟ୍ରିବ୍ୟୁସନ୍ ଅଫ୍ ପାୱାର ବିଟୱିନ୍ ସେଣ୍ଟର। ଏଠି ବି ସେଣ୍ଟରର ମାନେ ପ୍ରାଧାନ୍ୟ ଦିଆଯାଇଛି। ସେଇଭଳି ଥାର୍ଡ଼ଟାରେ ବି ସେଇଭଳିଆ ସେଣ୍ଟର। ଏଇ ଫୋର୍ଥଟାରେ ବି ସେଇ ସେଣ୍ଟର। ଖାଲି ଏଇଠି ଟିକେ ସୁପ୍ରିମ କୋର୍ଟ ଏଇଠି ଦେଖ ପିଲାମାନେ, ଏଇ 4ଟା ଯାକ ଖାଲି ସେଣ୍ଟର, ଷ୍ଟ୍ରଙ୍ଗ ସେଣ୍ଟର ଷ୍ଟେଟ୍, ପ୍ଲେସିଂ ରେସିଡୁଆଲ ପାୱାର, ଏଠି ବି ସେଣ୍ଟର। ମାନେ ଟିକେ ଖାଲି ଭଲକି ଯଦି ଆମେ ଦେଖିବା, ତାହେଲେ ଏଇ କାନାଡ଼ା ସେଣ୍ଟର କେନ୍ କାନାଡ଼ାରୁ କେନ୍ ଆଉ ସେଣ୍ଟର ତେଣୁକି ଏଇ ଟାଇପ୍ର ରିଲେଟେଡ୍ ୱାର୍ଡ ଗୁଡ଼ା ଏଇଠି ଅଛି, ହଁ କି ନାହିଁ? ସ୍କିମ୍ ଅଫ୍ ଫେଡେରେସନ୍ ଅଫ୍ ୱିଥ୍ ଏ ଷ୍ଟ୍ରଙ୍ଗ ସେଣ୍ଟର। ଏଇଠି ସେକେଣ୍ଡ ବି ଦେଖ, ଡିଷ୍ଟ୍ରିବ୍ୟୁସନ୍ ପାୱାର ବିଟୱିନ୍ ସେଣ୍ଟର ଆଉ ଷ୍ଟେଟ୍। ଏଠି ବି ଦେଖିଲେ ପ୍ଲେସିଂ ରେସିଡୁଆଲ ପାୱାର ୱିଥ୍ ଦି ସେଣ୍ଟର। ପୁଣି ଆପଏଣ୍ଟମେଣ୍ଟ ଅଫ୍ ଗଭର୍ଣ୍ଣର ବାଇ ଦି ସେଣ୍ଟର, ମାନେ ସେଣ୍ଟରର ଚର୍ଚ୍ଚା ବହୁତ ହେଇଛି। ତେଣୁକି ଏଇ କାନାଡ଼ାରୁ ଆମେ ସେଣ୍ଟରକୁ ଟିକେ ଲକ୍ଷ୍ୟ କରିବା। ବୁଝିଲା? ତ ମୁଁ ଭାବୁଛି ଏଇ ଜିନିଷ ଆଉ ଭୁଲି ପାରିବନି ବୋଲି ଭାବୁଛି। ବୁଝିଲା? ଖାଲି ଏଇ 5th ନମ୍ବରଟା ଟିକେ ଖାଲି ମନେ ଦେଇ ଟିକେ ମନେ ରଖିବାକୁ ପଡ଼ିବ। କ'ଣ ନା ଏଡଭାଇଜରି ଜୁରିଡିକ୍ସନ୍ ଅଫ୍ ଦି ସୁପ୍ରିମ କୋର୍ଟ, ଯେଉଁଥିରେ ପ୍ରେସିଡେଣ୍ଟ କ୍ୟାନ୍ ସିକ୍ ସୁପ୍ରିମ କୋର୍ଟ ଓପିନିଅନ୍। ବୁଝିଲା? ମୁଁ ଭାବୁଛି ଏଇ ଜିନିଷ ବି
ଆରାମସେ ମନେ ରହିଗଲା। ତ ଚାଲ ଆଉ ଗୋଟେ ଦେଶକୁ ଯିବା। ଓକେ, ଆଉ ଗୋଟେ କ'ଣ ନା ଇଣ୍ଡିଆ ବରଫ ଟୁ ୟୁଏସ୍ଏ କ'ଣ ଦେଖିବା। କ'ଣ ନା ପ୍ରିଏମ୍ବୁଲ, ରିଟେନ୍ କନସେସନ୍, ଫଣ୍ଡାମେଣ୍ଟାଲ ରାଇଟ୍, ଅଫିସ୍ ଅଫ୍ ଦି ଭାଇସ୍ ପ୍ରେସିଡେଣ୍ଟ, ଇମ୍ପିଚମେଣ୍ଟ ଅଫ୍ ଦି ପ୍ରେସିଡେଣ୍ଟ, ସୁପ୍ରିମ କୋର୍ଟ, ଇଣ୍ଡିପେଣ୍ଡେଣ୍ଟ ଅଫ୍ ଜୁଡ଼ିସିଆଲି ଆଣ୍ଡ ଜୁଡ଼ିସିଆଲ ରିଭ୍ୟୁ। ଆଚ୍ଛା ମୋତେ କହିଲ ଏଇଠୁ କିଛି ମନେ ରହିଲା? କିଛି ମନେ ରହିନଥିବ, ହଁ କି ନାହିଁ? ତ ଟିକେ ଟେଢ଼ା କରିକି ଆମେ ଟିକେ ମନେ ରଖିବା ପାଇଁ ଚେଷ୍ଟା କରିବା। ତ ଚାଲ, ତ କେମିତି କେଉଁ ୱେରେ ମନେ ରଖିବା ସେ ବିଷୟରେ ଟିକେ ଆଲୋଚନା କରିବା। ମୋତେ କୁହ, ଆମେ କ'ଣ ଜାଣିଛେ? ୟୁଏସ୍ ହେଉଛି ସୁପର ପାୱାର, ହଁ କି ନାହିଁ? ହଁ କି ନାହିଁ? ଆମେ ଭାବୁଛେ ଯେ ୟୁଏସ୍ ଗୋଟେ ସୁପର ପାୱାର, ସେ ସବୁବେଳେ ରାଇଟ୍ ଜିନିଷ କୁହେ ବା ରାଇଟ୍ ୱେରେ ସେ କାମ କରେ। କ'ଣ କରେ? ରାଇଟ୍ ୱେରେ କାମ କରେ। ଆଉ ରାଇଟ୍ କଥା ସେ ସବୁବେଳେ କୁହେ। କ'ଣ କୁହେ? ନା ରାଇଟ୍ କଥା କୁହେ। ଆଉ ଦେଖ ପିଲାମାନେ, ଆମେ ଯେତେବେଳେ ରାଇଟ୍ କଥା ଚିନ୍ତା କରିବା ବା ଆମର ରାଇଟ୍ ଯେତେବେଳେ ମାଗିବା କୌଣସି ଜିନିଷ ପ୍ରତି କିମ୍ବା ଯାହା ବି ହଉ, ରାଇଟ୍ କଥା ଯେତେବେଳେ ଉଠେ ସେତେବେଳେ କ'ଣ ହୁଏ? ନା ରିଟେନ୍ ଡକୁମେଣ୍ଟ ଥିବା ଦରକାର ବା ରିଟେନ୍ ଜିନିଷ ଥିବା ଦରକାର, ମାନେ ଲିଖିତ ଆକାର ଥିବା ଦରକାର। ସେଥିପାଇଁ ଦେଖ, ପ୍ରିଏମ୍ବୁଲଟା କ'ଣ କି? ଗୋଟେ ଲିଖିତ ବା ଲିଖିତ ଗୋଟେ ଲିଖିତ ଫାଷ୍ଟ ପେଜ ଗୋଟେ ଲିଖିତ, ହଁ କି ନାହିଁ? ତେଣୁକରି ସେଇ ଲେଖାରୁ ଆମକୁ ମନେ ରଖିବାକୁ ପଡ଼ିବ ଯେ ପ୍ରିଏମ୍ବୁଲଟା ଗୋଟେ ଲେଖା ଯେଉଁଥିରେ କନଷ୍ଟିଟ୍ୟୁସନର ଫାଷ୍ଟ ପେଜରେ ଲେଖା ହେଇଛି। ସେଇ ଟାଇପ୍ର ରିଟେନ୍ କନଷ୍ଟିଟ୍ୟୁସନ୍, ସେଇ ଲେଖା କଥାରୁ ହିଁ ଆମେ କ'ଣ ମନେ ରଖିବା? ନା ରିଟେନ୍ କନଷ୍ଟିଟ୍ୟୁସନ୍। ବୁଝିଲା? ଲେଖା କଥାରୁ ହିଁ ଆମେ ରିଟେନ୍ କନଷ୍ଟିଟ୍ୟୁସନ୍ ଯେଉଁଟାକି ବଡ଼ କରାଯାଇଛି ୟୁଏସ୍ରୁ, ସେଇ ଟାଇପ୍ର ଯେତେବେଳେ ଆମ ପାଖରେ ରିଟେନ୍ କୌଣସି ଜିନିଷ ଅଛି ତାହେଲେ ଆମେ ଆମର ରାଇଟ୍ ମାଗିପାରିବା। ତେଣୁକି ସେଇ ରିଟେନ୍ରୁ ହିଁ ଆମେ ଫଣ୍ଡାମେଣ୍ଟାଲ ରାଇଟ୍କୁ ମନେ ରଖିବା। ବୁଝିଲା? ହଁ କି ନାହିଁ? ହଁ କି ନାହିଁ? ପୁଣି ଏସବୁ ଆମେ ରାଇଟ୍ କେଉଁଠୁ ପାଇବାରେ? ଯଦି ହାଇକୋର୍ଟ ଆମକୁ ଯଦି ମନା କଲା ଯେ ତୁମର ରାଇଟ୍ କୌଣସି ନାହିଁ, ତାହେଲେ ତୁମେ ରାଇଟ୍ ମାଗିବା ପାଇଁ କେଉଁଠିକି ଯାଇପାରିବ? ନା ସୁପ୍ରିମ କୋର୍ଟକୁ ଯାଇପାରିବ। କେଉଁଠିକୁ ଯାଇପାରିବ? ନା ସୁପ୍ରିମ କୋର୍ଟକୁ ଯାଇପାରିବ, ହଁ କି ନାହିଁ? ତେଣୁକି ଏଇ ରାଇଟ୍ କଥାରୁ ହିଁ ଆମେ ସୁପ୍ରିମ କୋର୍ଟକୁ ଯିବା, ଯେଉଁଠିକି ବଡ଼ କରାଯାଇଛି ୟୁଏସ୍ରୁ। ସେଇ ଟାଇପ୍ର ପୁଣି ସୁପ୍ରିମ କୋର୍ଟରେ ସେ କେମିତି ଆମକୁ ରାଇଟ୍ ବା ଆମର ହକଦାର କେମିତି ଦେଇପାରିବ? ସେ ଯଦି ଇଣ୍ଡିପେଣ୍ଡେଣ୍ଟଲି ତାର କାର୍ଯ୍ୟଦକ୍ଷତା ସେ ସମ୍ପାଦନ କରେ। ତ ସେଇ ସୁପ୍ରିମ କୋର୍ଟ ଆମେ କେମିତି ରାଇଟ୍ ପାଇବା? ଯଦି ସେ ସୁପ୍ରିମ କୋର୍ଟ ଇଣ୍ଡିପେଣ୍ଡେଣ୍ଟଲି ଡିସିସନ୍ ନିଏ, ତେବେ ଯାଇ ଆମକୁ ରାଇଟ୍ ସେ ଦେଇପାରିବ। ତ ସେଇ ସୁପ୍ରିମ କୋର୍ଟରୁ ଇଣ୍ଡିପେଣ୍ଡେଣ୍ଟ ଜୁଡ଼ିସିଆଲିକୁ ମନେ ରଖିପାରିବା। ବୁଝିଲା? ବୁଝିଲା? ପୁଣି ଯେମିତି ୟୁଏସ୍ର ସୁପର ପାୱାର ହେଉଛି ପ୍ରେସିଡେଣ୍ଟ, ହଁ କି ନାହିଁ? ସେଇ ସୁପର ପାୱାରରୁ ଆମେ ମନେ ରଖିବାକୁ ହବ ଯେ ପ୍ରେସିଡେଣ୍ଟ, ହଁ କି ନାହିଁ? ଯଦି ସୁପର ପାୱାର ଅଛି, ପୁଣି ତ ନିୟମ କାନୁନ ହେଇଥିବ। ନହେଲେ ତ ପ୍ରେସିଡେଣ୍ଟ ମନ ଇଚ୍ଛା ଯେକୌଣସି କାମ ସେ କରିବ। ତେଣୁକି ସେଠୁ ବି ମାନେ ପ୍ରାଧାନ୍ୟ ଦିଆହେଇଛି ବା ସେଠି ବି ତାଙ୍କ କନଷ୍ଟିଟ୍ୟୁସନ ତାକୁ ପ୍ରେସିଡେଣ୍ଟକୁ କେମିତି କାବୁରେ ରଖିବା ପାଇଁ। ତେଣୁକି ସେ ଇମ୍ପିଚମେଣ୍ଟ ଅଫ୍ ଦି ପ୍ରେସିଡେଣ୍ଟ ତାଙ୍କ କନଷ୍ଟିଟ୍ୟୁସନରେ ଅଛି, ଯେଉଁଟାକି ଆମ ଇଣ୍ଡିଆ ବଡ଼ କରିଛି। ବୁଝିଲା? ଯଦି ପ୍ରେସିଡେଣ୍ଟ ଇମ୍ପିଚମେଣ୍ଟ ହେଇଯିବ, ପୁଣି ସେଠି ଭେକେନ୍ସି ରହିବ ନା ନାହିଁ? ତ ତାକୁ ଫିଲ୍ଅପ୍ କରିବା ପାଇଁ ଅଫିସ୍ ଅଫ୍ ଦି ଭାଇସ୍ ପ୍ରେସିଡେଣ୍ଟକୁ ରଖାହେଇଛି। ବୁଝିଲା? ତ ଏଇଠି ଥିଲା ଗୋଟେ ନାଟକୀୟ ଆକାରରେ ମୁଁ ତୁମକୁ ବୁଝେଇ ଦେଲି। ବୁଝିଲା? ତ ମୁଁ ଭାବୁଛି ଏଇ ଜିନିଷ ବି ନିହାତି ମନେ ରହିଯାଇଥିବ ବୋଲି ଭାବୁଛି। ଏମିତି ଟାଇପ୍ର ଟିକେ ତେଢ଼ା କରିକି ଆମକୁ ମନେ ରଖିବାକୁ ପଡ଼ିବ, ଯେଉଁଥିରେ କି ଥରେ ପଢ଼ିବା କିନ୍ତୁ ଲାଇଫ୍ ଲଙ୍ଗ୍ ମନେ ରହିବ। ସେଥିପାଇଁ ମୁଁ ଟିକେ ତେଢ଼ା ଆକାରରେ ତୁମକୁ ବୁଝାଇବା ପାଇଁ ଚେଷ୍ଟା କରୁଛି। ବୁଝିଲା? ତ ଚାଲ ଆଉ ଗୋଟେ ଦେଶକୁ ଯିବା। ଦେଖ, ତାପରେ ଆସିଲା ରୁଷିଆକୁ କେମିତି ମନେ ରଖିବ? ତ ରୁଷିଆରୁ କ'ଣ ସବୁ ଅଣା ହେଇଛି ସେ ବିଷୟରେ ଟିକେ ଫାଷ୍ଟ ନଜର ପକାଇଦେବା। କ'ଣ ନା ଫାଷ୍ଟ ଫଣ୍ଡାମେଣ୍ଟାଲ ଡ୍ୟୁଟି, ତାପରେ ସୋସିଆଲିଷ୍ଟ ପ୍ରିନ୍ସିପଲ୍, ଆଇଡ଼ିଆଲ ଅଫ୍ ସୋସିଆଲ ଇକୋନୋମିକ ଆଣ୍ଡ ପଲିଟିକାଲ ଜଷ୍ଟିସ୍। ଏଇ ତିନିଟା ଜିନିଷ ରୁଷିଆରୁ ଇଣ୍ଡିଆ ବଡ଼ କରିଛି। ବୁଝିଲା? ତ ମୋତେ ଦେଖ, ଏଇ ତାଙ୍କ ଦେଶର ନାମରୁ ହିଁ ଆମକୁ ମନେ ରଖିବାକୁ ପଡ଼ିବ। ତ କେମିତି ମନେ ରହିବ? ଦେଖ, ରୁଷିଆ ହେଉଛି ପୁରା ଯେମିତି ୟୁକ୍ରେନ ଯୁଦ୍ଧରେ ପୁରା ତାଙ୍କର ଡ୍ୟୁଟି ସମ୍ପାଦନ, ଦେଶ ପାଇଁ ଯେଉଁ ସେମାନେ କାମ କରୁଛନ୍ତି ବା ମିଲିଟାରୀ ଫୋର୍ସ ଯେଉଁ ଆକାରରେ ସେମାନେ ଡ୍ୟୁଟି କରୁଛନ୍ତି, ୟୁକ୍ରେନକୁ ସବୁବେଳେ ଦବାରେ ରଖୁଛନ୍ତି। ତ ସେଇଥିରୁ ଆମେ ମନେ ରଖିବା ରୁଷିଆ ମାନେ କ'ଣ ନା ସେମାନେ ଡ୍ୟୁଟିରେ
କେବେ ହେଳା କରନ୍ତି ନାହିଁ। ବୁଝିଲା? ତ ସେଇ ଡ୍ୟୁଟିରୁ ଆମକୁ ମନେ ରଖିବାକୁ ପଡ଼ିବ ଯେ ସେମାନେ ଫଣ୍ଡାମେଣ୍ଟାଲ ଡ୍ୟୁଟିକୁ ତାଙ୍କ କନଷ୍ଟିଟ୍ୟୁସନରେ ଫଣ୍ଡାମେଣ୍ଟାଲ ଡ୍ୟୁଟିକୁ ଭଲ ଭାବରେ ସେ ନିଭେଇଛନ୍ତି ବା ସେଇଥିରୁ ଆମେ ରୁଷିଆରୁ ଆମ ଇଣ୍ଡିଆନ କନଷ୍ଟିଟ୍ୟୁସନ ଫଣ୍ଡାମେଣ୍ଟାଲ ଡ୍ୟୁଟିକୁ ଆଣିଛନ୍ତି ବା ଫଣ୍ଡାମେଣ୍ଟାଲ ଡ୍ୟୁଟି କଲେ ରୁଷିଆକୁ ଆମେ ବୁଝିବା ବା ରୁଷିଆରୁ ବର କରିଛି